ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଶନିବାର ଥିଲା। କୁହନ୍ତି ନା ସମସ୍ତେ ଶନିବାର ରାତି ନିଦ ନେଇ ଆତି। ସେଇଥିପାଇଁ ଭାବିଲି କୁଆଡ଼େ ଗୋଟେ ବୁଲିଯିବି କହି ଅଫିସରୁ ସନ୍ଧ୍ୟାବେଳେ ମୁଁ ବାହାରିଲି। ପୁରୀ ଜଗନ୍ନାଥ ମନ୍ଦିର ଯିବି ଓ କାଳିଆକୁ ଦର୍ଶନ କରିବି, ସମୁଦ୍ର କୂଳରେ କିଛି ସମୟ ବିତେଇବି ଆଉ ଆସିବି। ଅଫିସରୁ ତ ବାହାରିକି ପଳେଇ ଆସିଲି। ବାଟରେ ଆସୁ ଆସୁ ଥଣ୍ଡା ଲାଗିଲା ଯେହେତୁ ଚାହା ପିଇବାକୁ ଚାହା ପିଉଥାଏ ଏଣେ ଭାବୁଥାଏ ପୁରୀ ଯିବି, ଜଗା କାଳିଆକୁ ଦର୍ଶନ କରିବି ନା କୋଣାର୍କ ସୂର୍ଯ୍ୟ ମନ୍ଦିର ଟିକେ ସକାଳୁ ଦର୍ଶନ କରି ପୁଣି ଆସି ପୁରୀରେ ଜଗା କାଳିଆକୁ ଦର୍ଶନ କରିବି। କୋଣାର୍କ ଯିବି ବୋଲି ଡିସାଇଡ୍ କଲି ଓ ଆସିଲି। ଫାଇନାଲି ପହଞ୍ଚିଗଲି ଆସି କୋଣାର୍କ ସୂର୍ଯ୍ୟ ମନ୍ଦିର ସାମ୍ନାରେ। ମନ୍ଦିର ତ ବନ୍ଦ ହେଇଗଲାଣି ଲେଟ୍ ହେବା ଯୋଗୁଁ। ମନ୍ଦିର ଗେଟ୍ ସାମ୍ନାରେ କିଛି ସମୟ ଠିଆ ହେଇ କଲି ଯାଉଛି ଚନ୍ଦ୍ରଭାଗା ସି ବିଚ୍ କୂଳରେ କିଛି ସମୟ ବିତେଇବି ଆଉ ବାଟରେ ଚାଲିଲି ସମୁଦ୍ର କୂଳକୁ। ସମୁଦ୍ର କୂଳରେ ବସିଥାଏ ଆଉ ମୋର ମନେ ପଡ଼ୁଥାଏ ଜଣକୁ। ସମସ୍ତେ ମୋତେ କୁହନ୍ତି ସିଏ ମୋର ମାଉସୀ ବୋଲି, ହେଲେ ସିଏ କ'ଣ ମୁଁ ଜାଣିଛି ମୋ ପାଇଁ ସିଏ କ'ଣ ଥିଲା। ଆଜି ତ ଆଉ ସେ ନାହିଁ, ହେଲେ ସିଏ ତା ପାଇଁ ସମସ୍ତେ କିଛି ନା କିଛି ଲେଖିଥିଲେ ସେଦିନ। ହେଲେ ମୋତେ କିଛି ଆସୁନଥାଏ, ତଥାପି ମୁଁ ଲେଖିଲି। କିଛି ତ ଆସୁନି ମୋତେ, କ'ଣ ଲେଖିବି ମୁଁ। ଏତିକି ମୁଁ କହୁଛି ଯେ ଜନ୍ମ ଦେବା ସମୟରେ ମୁଁ ତ ଦେଖିନି, ଜାଣିନି କିଏ ସେ ଜନ୍ମ ଦେଇଛି ମୋତେ, ହେଲେ ତୋ ଭଲ ପାଇବା, ତୋ ସ୍ନେହ ଶ୍ରଦ୍ଧା ଦେଖି ମୋତେ ଯେ ଲାଗେ
ଲାଗେ ସତେ ଜନ୍ମ ଦେଇଛୁ ତୁ ଯେ ମତେ। ଏମିତି ବସି ଭାବୁ ଭାବୁ ମତେ ଲାଗୁଛି ସତେ ସିଏ ମୋ ପାଖରେ ଅଛି। ଆଉ ଦେଖିଲେ ଅଚିହ୍ନା ଜାଗା କେହି ଦେଖାଯାଉନାହାନ୍ତି ସତେ, ହେଲେ ମତେ ଯେ ଲାଗୁଛି ତୁ ଅଛୁ ମୋ ପାଖରେ ସତେ। ପିଲାମାନେ ସବୁ ଆସିଛନ୍ତି ବୋଧେ, ସବୁ ମିଶିକି ଆସିଛନ୍ତି, ଗୀତ ବଜାଉଛନ୍ତି, ନାଚୁଛନ୍ତି, ଖୁସି ବି ହଉଛନ୍ତି। ଖୁସି ବି ହେବେ, କାରଣ ବନ୍ଧୁତା ଏମିତିଆ ଗୋଟେ ସମ୍ପର୍କ। ଆମେ ଜୀବନରେ ଆସିଲା ବେଳେ ସବୁ ସମ୍ପର୍କ ଆମେ କରିକି ଆସିଥାଉ। ଜନ୍ମ ହେବା ବାପା ମା, ମାଉସୀ ମଉସା, ଭାଇ ଭଉଣୀ, ସବୁ ଦାଦା ଖୁଡ଼ି, ସବୁ ସମ୍ପର୍କ ଆମେ କରିକି ଆସିଥାନ୍ତି। ଆମେ ଜନ୍ମ ହେବା ସହିତ ଆମ ସମ୍ପର୍କ ନେଇକି ଆସିଥାନ୍ତି। ଯେ ଏମିତିଆ ଗୋଟେ ସମ୍ପର୍କ, ସେ ହେଲା ବନ୍ଧୁ। ବନ୍ଧୁତାର ସମ୍ପର୍କ। ଆମେ ଆସିବା, ଆମେ ନିଜେ ବନ୍ଧୁ କେମିତି କରିବା, କାହା ସହିତ ସାଙ୍ଗ ହେବା, କାହା ସହିତ ହେବାନି, ଆମ ସମ୍ପର୍କ କାହା ସହିତ ଗଢ଼ିବା, ବନ୍ଧୁତାର ସମ୍ପର୍କ ସେଟା ଆମେ ନିଜେ କରିଥାଉ।
ଏବେ ବହୁତ ଥଣ୍ଡା ଲାଗିଲାଣି। ଯାଉଛି ଗୋଟେ ପିଲା ଭେଟ ହେଲା, ସେ ସମୁଦ୍ର କୂଳେ ଅଛି। ସିଏ ମୁଁ ଦେଖିଲି କୁକୁର ଥିଲେ ଗୋଟେ ଦୁଇଟା, ତାଙ୍କ ସହିତ ଖେଳୁଥିଲା। ମୁଁ ଯାଇ ବସିଲି ତା ପାଖରେ, କଥା ହେଲି, ପଚାରିଲି କ'ଣ କରୁଛୁ। ସେ ଏ ଯେଉଁ ଦୋକାନ ଅଛି, ସେ ଦୋକାନରେ ତା ଦୋକାନ ଅଛି, ବସେ। ତାକୁ ଯିବି ବୋଲି ଭାବୁଥିଲି, ମନ ହେଲାନି। ଭାବିଲି ସମୁଦ୍ର କୂଳଟା ବିତେଇବା। ଏମିତି ରାତି ସାରା ଥଣ୍ଡା ଲାଗୁଥାଏ। ନିଆଁ ଜାଳିଲୁ ଆଉ ବସିଲୁ, ସମୁଦ୍ର କୂଳ ଉପଭୋଗ କଲୁ।